ଗୋଟିଏ ଗ୍ରାମ ଥାଏ। ସେହି ଗ୍ରାମର ନାମ ମଧୁପୁର। ସେହି ଗ୍ରାମରେ ବଣ୍ଟିପାରା ଗୁପଚୁପ ବେପାର କରୁଥାଏ। ସେଠାରେ ଗୁପଚୁପ ବେପାର କରି ସେ ତାର ପେଟ ପୋଷୁଥାଏ। ଗୁପଚୁପ ନିଅ ସ୍ୱାଦିଷ୍ଟ ସ୍ୱାଦିଷ୍ଟ ଗୁପଚୁପ ନିଅ। ଗୋଟିଏ ଥର ଖାଇଲେ ମନ ଭାଙ୍ଗିବ ନାହିଁ, ଆଉ ଗୋଟିଏ ଥର ନିଶ୍ଚୟ ଖାଇବ। ଗୋଟେ ଗୁପଚୁପ 5 ଟଙ୍କା, ଗୋଟେ ଗୁପଚୁପ 5 ଟଙ୍କା। ଗୁପଚୁପ ନିଅ। ପ୍ରତିଦିନ ବଣ୍ଟିପାରା ପାଖକୁ କାଳୁ କାଉ ଆସି ଗୁପଚୁପ ଖାଇଥାଏ। କିଛି ଦିନ ପରେ କାଳୁ କାଉ ବଣ୍ଟିପାରାକୁ ପଇସା ଦେଇଥାଏ। ଏହା ଯୋଗୁଁ ବଣ୍ଟିପାରାର ପୁରା ଭରସା କାଳୁ କାଉ ଉପରେ। କାଳୁ କାଉକୁ ବଣ୍ଟିପାରା 10ଟି ଗୁପଚୁପ ଦିଏ। 10ଟି ଗୁପଚୁପ ଖାଇ କାଳୁ କାଉ ବହୁତ ଖୁସି ହୋଇଯାଏ। ଏହାପରେ ବଣ୍ଟିପାରାକୁ ପଇସା ନ ଦେଇ କାଳୁ କାଉ ସେଠାରୁ ଚାଲିଯାଏ। ଏହାପରେ ରିନୁ ଚଢ଼େଇ ଗୁପଚୁପ ଖାଇବାକୁ ବଣ୍ଟିପାରା ପାଖକୁ ଆସେ। ସେ ବଣ୍ଟିପାରାକୁ କିଛି ଗୁପଚୁପ ମାଗେ। ବଣ୍ଟିପାରା ରିନୁ ଚଢ଼େଇକୁ କିଛି ଗୁପଚୁପ ଖାଇବାକୁ ଦିଏ। ରିନୁ ଚଢ଼େଇ ସେଠାରେ ଗୁପଚୁପ ଖାଇବାକୁ ଲାଗେ। ରିନୁ ଚଢ଼େଇକୁ ଗୁପଚୁପ ବହୁତ ଭଲ ଲାଗିଲା। ସେ ବଣ୍ଟିପାରାକୁ ତାର ପଇସା ପଚାରିଲା। ଆରେ ବଣ୍ଟି ଭାଇ, ତୁମର କେତେ ଟଙ୍କା ହେଲା ମୋତେ କୁହ, ମୁଁ ତୁମର ପଇସା ଦେଇ ଏଠାରୁ ଚାଲିଯିବି। ଆରେ ରିନୁ ଚଢ଼େଇ, ତୋର 25 ଟଙ୍କା ହେଲା, ତୁ ମୋତେ 25 ଟଙ୍କା ଦେ। ଏହାପରେ ରିନୁ ଚଢ଼େଇ ବଣ୍ଟିପାରାକୁ ତାର 25 ଟଙ୍କା ଦେଇ ତାର ଘରକୁ ଚାଲିଲା। ବଣ୍ଟିପାରାର ଗୁପଚୁପ ଦୋକାନକୁ ଏମିତି ପ୍ରତ୍ୟେକ ଦିନ ଚଢ଼େଇମାନେ ଗୁପଚୁପ ଖାଇବାକୁ ଆସନ୍ତି। ପ୍ରତ୍ୟେକ ଚଢ଼େଇ ମନୋଆନନ୍ଦରେ ଗୁପଚୁପ ଖାଇଯାଆନ୍ତି। କିନ୍ତୁ 2 ମାସ ହେଲା କାଳୁ କାଉ ଗୁପଚୁପ ଖାଇଛି। ସେହି ପଇସା ଏଇ ପର୍ଯ୍ୟନ୍ତ ଦେଇନାହିଁ। ବଣ୍ଟିପାରାର ମନ ଦୁଃଖ ହେଲା। ତା ପାଖରେ ପଇସା ନଥିବାରୁ ବଣ୍ଟିପାରା କାଳୁ କାଉର ଘରକୁ ଗଲା। ବଣ୍ଟିପାରା କାଳୁ କାଉର ଘର ଆଡ଼କୁ ଉଡ଼ିବାକୁ ଲାଗିଲା। କିଛି ସମୟ ପରେ ସେ କାଳୁ କାଉର ଘର ପାଖରେ ପହଞ୍ଚିଗଲା। ବଣ୍ଟିପାରା ଯେତେବେଳେ କାଳୁ କାଉର ଘର ଭିତରକୁ ଗଲା, ଘରେ କୌଣସି ମଧ୍ୟ ସାମାନ ନଥିଲା। ସେ ଦେଖିଲା କି କାଳୁ କାଉ ତାର ସମସ୍ତ ସାମାନ ଧରି ଏହି ଘର ଛାଡ଼ି ଚାଲିଯାଇଛି। ଏହା ଦେଖି ବଣ୍ଟିପାରା ବହୁତ ମନ ଦୁଃଖ କଲା। ଗୋଟିଏ ଜଙ୍ଗଲରେ ଏକ ଗଛ ଡାଳରେ ଗୋଟିଏ ଛୋଟ ଚଢ଼େଇ ରହୁଥିଲା। ସେ ବହୁତ ଚାଲାକ ଆଉ ସାହସୀ ଥିଲା। ପ୍ରତିଦିନ ସକାଳେ ସେ ଚଢ଼େଇ ଜଙ୍ଗଲରେ ବୁଲି ବୁଲି ମିଠା ମିଠା ଫଳ ଖାଏ ଆଉ ସନ୍ଧ୍ୟାରେ ତା ବସାକୁ ଫେରି ଆସେ। ଏମିତି ଗୋଟେ ଦିନ ଜଙ୍ଗଲରେ ପ୍ରବଳ ବର୍ଷା ହେଉଥିଲା। ଛୋଟ ଚଢ଼େଇ ତା ଘରେ ରହିଥିଲା। ହଠାତ୍ ସେ ଦେଖିଲା ପାଖ ଗଛ ଡାଳରେ ଗୋଟେ ଶୁଆ ବସିଛି। ବର୍ଷାରେ ସେ ପୁରା ଭିଜି ଯାଇଛି। ଏମିତି ଦେଖି ଚଢ଼େଇ ଶୁଆ ପାଖକୁ ଯାଇ କହିଲା, ଆରେ ଭାଇ, ଏତେ ବର୍ଷାରେ ଏଠି ବସି ଭିଜୁଛ କଣ ପାଇଁ? ମୁଁ ରହିବା ପାଇଁ ମୋ ପାଖରେ ଘର ନାହିଁ। ମୁଁ ଯୋଉ ଘରେ ରହୁଥିଲି, ଗୋଟେ କାଉ ମୋ ଘରକୁ ତା କବ୍ଜାରେ ନେଇ ମତେ ଘରୁ ବାହାର କରିଦେଲା। ସେଥିପାଇଁ ଏବେ ରହିବା ପାଇଁ ମୋ ପାଖରେ ଘର ନାହିଁ। ଏମିତି ଶୁଣି ଚଢ଼େଇ ମନରେ ଦୟା ଆସିଲା। କିଛି କଥା ନାହିଁ ସାଙ୍ଗ, ମନ ଦୁଃଖ କରନି। ଚାଲ ତୁମ ଘରେ ରହିବୁ। ବର୍ଷାରେ ବେଶୀ ସମୟ ରହିଲେ ତା ଦେହ ଖରାପ ହେଇଯିବ। ମୋ ଘରେ ତାର କିଛି ଅସୁବିଧା ହେବନି। ଏମିତି କହି ସେ ଚଢ଼େଇ ଶୁଆକୁ ତା ଘରକୁ ନେଇଗଲା। ସେବେଠାରୁ ଶୁଆ ଚଢ଼େଇ ଘରେ ରହିଲା। ପ୍ରତିଦିନ ସକାଳେ ଚଢ଼େଇ ଆଉ ଶୁଆ ଜଙ୍ଗଲ ସାରା ବୁଲି ମିଠା ମିଠା ଫଳ ଖାଉଥିଲେ। ଆଉ ଏମିତି ସେ 2 ଜଣ ବହୁତ ଭଲ ସାଙ୍ଗ ହେଇଗଲେ। ଗୋଟେ ଦିନ ଶୁଆ ଆଉ ଚଢ଼େଇ ଅଙ୍ଗୁର ଗଛରେ ବସି ମିଠା ମିଠା ଅଙ୍ଗୁର ଖାଉଥିଲେ। ଅଙ୍ଗୁର ବହୁତ ମିଠା ହେଇଥିବା ଯୋଗୁଁ 2 ସାଙ୍ଗ ପେଟ ପୁରା ଅଙ୍ଗୁର ଖାଇଲେ। ଅଙ୍ଗୁର ଖାଇସାରି ଚଢ଼େଇ ଗୋଟେ ଗଛ ଡାଳରେ ବସି ଆରାମ କଲା। ହେଲେ ଶୁଆ ଥିଲା ଟିକେ ଅଳସୁଆ। ସେ ସେଇ ଅଙ୍ଗୁର ଗଛରେ ବସି ଢୋଳେଇବାକୁ ଲାଗିଲା। ଅଙ୍ଗୁରର ଉଚ୍ଚତା ଟିକେ କମ୍ ଥିଲା। ସେତେବେଳେ ଗୋଟେ ବିଲେଇର ନଜର ଶୁଆ ଉପରେ ପଡ଼ିଲା।
ଶୁଆ को ଶୋଇଥିବାର ଦେଖି ବିଲେଇ ବହୁତ ଖୁସି ହେଇଗଲା। ଆରେ ଲାଗୁଛି ଶୁଆ ଗଛ ଡାଳରେ ବସି ଶୋଇ ପଡିଛି। ଏଇଟା ବଢିଆ ସୁଯୋଗ ଶୁଆକୁ ଖାଇବା ପାଇଁ। ଏମିତି ଚିନ୍ତା କରି ବିଲେଇ ଶୁଆକୁ ଖାଇବା ପାଇଁ ଧୀରେ ଧୀରେ ତା ପାଖକୁ ଗଲା। ଚଢେଇ ବିଲେଇକୁ ଦେଖି ତୁରନ୍ତ ଶୁଆ ପାଖକୁ ଗଲା। ଆରେ ସାଙ୍ଗ ଜଲ୍ଦି ଉଠୁ, ଗୋଟେ ବିଲେଇ ତତେ ଖାଇବା ପାଇଁ ଆସୁଛି। ଚଢେଇର ପାଟି ଶୁଣି ଶୁଆର ନିଦ ଭାଙ୍ଗିଗଲା। ସେ ଆଉ ପଛକୁ ନ ଦେଖି ଶୀଘ୍ର ସେଠାରୁ ଉଡ଼ି ଚାଲିଗଲା। ବିଲେଇ ଶୁଆକୁ ଧରିବା ପାଇଁ ଉପରକୁ ଡେଇଁଲା, ହେଲେ ପାରିଲାନି। ଏମିତି ଦେଖି ବିଲେଇ ଖୁବ୍ ରାଗିଗଲା। ଆରେ ଏ ଶୁଆଟା ମୋ ହାତରୁ ଖସିଗଲା। କିଛି କଥା ନାହିଁ, ମୁଁ ଯେମିତି ବି ହଉ ଏ ଶୁଆକୁ ଖାଇବି। ସେବେଠାରୁ ବିଲେଇ ଶୁଆ ଆଉ ଚଢେଇ ଉପରେ ନଜର ରଖିଲା। ଶୁଆ ଆଉ ଚଢେଇ ଯୋଉ ଗଛରେ ରହୁଥିଲେ ସେ ଗଛ ପାଖ ଗୁମ୍ଫାରେ ସେ ବିଲେଇ ରହୁଥିଲା। ସେ ସବୁବେଳେ ଶୁଆକୁ ଖାଇବା ପାଇଁ ସୁଯୋଗ ଖୋଜୁଥିଲା, ହେଲେ ଶୁଆ ସାଙ୍ଗରେ ସବୁବେଳେ ତା ସାଙ୍ଗ ଚଢେଇ ରହୁଥିଲା, ଯାହା ଫଳରେ ବିଲେଇ ଶୁଆର କିଛି କ୍ଷତି କରିପାରୁନଥିଲା। ଏମିତି ହେଲେ ତ ମୁଁ କେବେ ବି ଶୁଆକୁ ଖାଇପାରିବିନି। ଏ ଚଢେଇଟା ଭାରି ଚାଲାକ। ଏ ଚଢେଇ ଥାଉ ଥାଉ ମୁଁ ଶୁଆକୁ କେବେ ବି ଖାଇପାରିବିନି। ପ୍ରଥମେ ମତେ ଏ ଦୁଇ ଜଣଙ୍କୁ ଅଲଗା କରିବାକୁ ପଡ଼ିବ, ତାପରେ ଯାଇ ମୁଁ ଶୁଆକୁ ଆରାମରେ ଖାଇପାରିବି। ଗୋଟେ ଦିନ ବିଲେଇ ଦେଖିଲା ଶୁଆ ଏକୁଟିଆ ଅଛି, ଚଢ଼େଇ ତା ପାଖରେ ନାହିଁ। ସେ ଶୁଆ ପାଖକୁ ଗଲା ଆଉ କହିଲା, ଆରେ ଶୁଆ ଭାଇ କେମିତି ଅଛ? ବିଲେଇକୁ ଦେଖି ଶୁଆ ଟିକେ ଡରିଗଲା। ସେ କହିଲା, ମୁଁ ଠିକ ଅଛି, ହେଲେ ମୁଁ ତମକୁ ଆଗରୁ ତ ଏଠି ଦେଖିନି। ତୁମେ ମୋ ହାଲଚାଲ କଣ ପାଇଁ ପଚାରୁଛ? ଆରେ ଆରେ ମତେ ଡରନି, ମୁଁ ତମର କିଛି କ୍ଷତି କରିବିନି। ମୁଁ ତମ ପଡୋଶୀ, ଏଇ ପାଖ ଗୁମ୍ଫାରେ ରୁହେ। ଏକୁଟିଆ ବସି ବସି ମତେ ଭଲ ଲାଗିଲାନି। ତମକୁ ଏଠି ଦେଖିଲି ତ ତମ ସହ କଥା ହେବା ପାଇଁ ଏଠାକୁ ଚାଲି ଆସିଲି। ଆରେ ତମ ସାଙ୍ଗ ଚଢ଼େଇ କୁଆଡ଼େ ଗଲା? ସେ ତ ଏଠି ନାହିଁ। ମୋ ସାଙ୍ଗ ଫଳ ଖାଇବାକୁ ଯାଇଛି। ମତେ ଟିକେ ଭଲ ଲାଗୁନି ତ ଆଜି ମୁଁ ତା ସାଙ୍ଗରେ ଯାଇନି। ଆଚ୍ଛା ଶୁଆ ଭାଇ, ଖରାପ ଭାବିବନି ଯଦି ଗୋଟେ କଥା କହିବି। କଣ କୁହ? ତମ ସାଙ୍ଗ ଚଢ଼େଇ ନା ଏ ଜଙ୍ଗଲର ସବୁ ପଶୁପକ୍ଷୀ ମାନଙ୍କ ପାଖରେ ତମର ବହୁତ ମଜା ଉଡାଏ। ସେ କୁହେ ମୋ ସାଙ୍ଗ ଶୁଆ ବହୁତ ଅଳସୁଆ ଆଉ ବହୁତ ବୋକା। ନା ନା, ତମେ ମିଛ କହୁଛ। ମୋ ସାଙ୍ଗ ଏମିତି କେବେ କହିବନି। ମୁଁ ମିଛ କଣ ପାଇଁ କହିବି? ସେ ଆହୁରି କହୁଥିଲା ଦିନେ ଗୋଟେ ପଶୁ ଶୁଆକୁ ଖାଇବା ପାଇଁ ଚେଷ୍ଟା କରୁଥିଲା। ସେ ଥିଲା ବୋଲି ଶୁଆର ଜୀବନ ବଞ୍ଚିଗଲା। ଏ ବିଲେଇ ତ ଠିକ କଥା କହୁଛି। ତା ମାନେ ସତରେ ଚଢ଼େଇ ମୋର ମଜା ଉଡାଏ। ମୁଁ ଆଉ ଚଢ଼େଇ ସାଙ୍ଗରେ କେବେ ସାଙ୍ଗ ହେବିନି। ଶୁଆର ମନ ଦୁଃଖ ଦେଖି ବିଲେଇ ଖୁସି ହେଇଗଲା ଆଉ ସେଠାରୁ ଚାଲିଗଲା। ସନ୍ଧ୍ୟାରେ ଯେତେବେଳେ ଦୁଇ ସାଙ୍ଗ ଏକାଠି ହେଲେ, ଶୁଆ ଚଢ଼େଇ ସହ କିଛି କଥା ନ ହେଇ ଶୋଇ ପଡ଼ିଲା। ପରଦିନ ଠାରୁ ଶୁଆ ଚଢ଼େଇ ପାଖରୁ ଦୂରେଇ ରହିଲା। ସେ ଏକୁଟିଆ ଫଳ ଖାଇବାକୁ ଗଲା। ଶୁଆର ଏପରି ବ୍ୟବହାର ଦେଖି ଚଢ଼େଇ କିଛି ବୁଝିପାରିଲାନି। ଦିନେ ଏ ବିଷୟରେ ସେ ଶୁଆ ସାଙ୍ଗରେ କଥା ହେଲା। ଆରେ ସାଙ୍ଗ, ତୁ ମୋ ସାଙ୍ଗରେ କଥା କଣ ପାଇଁ ହେଉନୁ? ମୁଁ କିଛି ଭୁଲ କରିଦେଲି କି? ମୁଁ ତ ସାଙ୍ଗରେ ଆଉ କେବେ ସାଙ୍ଗ ହେବିନି। ତୁ ପଶୁପକ୍ଷୀ ମାନଙ୍କ ପାଖରେ ମୋର ବହୁତ ମଜା ଉଡାଉ। ଏବେ ମୁଁ ତ ସାଙ୍ଗରେ ଆଉ ରହିବାକୁ ଚାହୁଁନି। ମୁଁ ଏମିତି କଣ ପାଇଁ କରିବି ସାଙ୍ଗ? ମୋ କଥାକୁ ଟିକେ ବିଶ୍ୱାସ କର। ହେଲେ ଶୁଆ ଚଢ଼େଇର କଥାକୁ ବିଶ୍ୱାସ କଲା ନାହିଁ। ସେ ଆଉ ଗୋଟେ ଗଛରେ ଘର ବନେଇ ରହିଲା। ଯେତେବେଳେ ବିଲେଇ କଥା ଜାଣିଲା, ସେ ବହୁତ ଖୁସି ହେଇଗଲା। ଦିନେ ସେ ଶୁଆ ପାଖକୁ ଯାଇ କହିଲା, ଶୁଆ ଭାଇ ତମେ ଏଠି? ଚଢ଼େଇ କଣ ତୁମକୁ ଘରୁ ବାହାର କରିଦେଲା? ଚଢ଼େଇ କଣ ପାଇଁ ମତେ ଘରୁ ବାହାର କରିବ? ମୁଁ ନିଜେ ତା ଘର ଛାଡ଼ି ଏଠାକୁ ଚାଲି ଆସିଛି। ଏ ଘର ମୁଁ ନିଜେ ତିଆରି କରିଛି। ମୁଁ ଆଉ ସେ ଚଢ଼େଇ ସାଙ୍ଗରେ କେବେ ରହିବିନି। ଆଚ୍ଛା ଏମିତି କଥା। ଶୁଆ ଭାଇ ଜମା ମନ କଷ୍ଟ କରନି। ଆଜିଠୁ ମତେ ତୁମ ସାଙ୍ଗ ଭାବି ପାରିବ। ମୁଁ କଣ କହୁଥିଲି କି, ଆଜି ମୁଁ ଘରେ କ୍ଷୀରି ତିଆରି କରି ରଖିଛି। ଏକୁଟିଆ ଖାଇବା ପାଇଁ ମତେ ଇଚ୍ଛା ହଉନି, ସେଥିପାଇଁ ମୁଁ ତୁମକୁ ଡାକିବା ପାଇଁ ଆସିଥିଲି। ତୁମେ ମୋ ଘରକୁ ଗଲେ ମୁଁ ବହୁତ ଖୁସି ହେବି। ଆମେ ସାଙ୍ଗ ହେଇ ମିଠା କ୍ଷୀରି ଖାଇବା। ଶୁଆ ବିଲେଇ କଥାରେ ରାଜି ହେଇଗଲା। ସେ ବିଲେଇ ସାଙ୍ଗରେ ତା ଘରକୁ ଗଲା। ସେହି ସମୟରେ ଚଢ଼େଇ ଶୁଆ ଆଉ ବିଲେଇକୁ ଦେଖି ତାଙ୍କ ପଛରେ ଗଲା। ବିଲେଇ ଶୁଆକୁ ତା ଗୁମ୍ଫା ଭିତରକୁ ନେଇଗଲା। ଚଢ଼େଇ ବି ତାଙ୍କ ପଛେ ପଛେ ଗୁମ୍ଫା ଭିତରେ ପଶିଲା।
ଆଉ ଗୋଟେ ପଥର ପଛପଟେ ଲୁଚିଗଲା। ବିଲେଇ ଶୁଆକୁ ଗୋଟେ ପଥର ଉପରେ ବସେଇ କ୍ଷୀରି ଆଣିବା ପାଇଁ ଗୁମ୍ଫା ଭିତରକୁ ଚାଲିଗଲା। ଏତେ ଦିନ ପରେ ଯାଇ ଗୋଟେ ବଢିଆ ସୁଯୋଗ ପାଇଲି। ଏ ଶୁଆ କ୍ଷୀରି ଖାଇବା ସମୟରେ ମୁଁ ପଛପଟୁ ହିଁ ୟାକୁ ମାରିଦେବି, ଆଉ ତାପରେ ଆରାମରେ ୟାକୁ ଖାଇବି। ଯେମିତି ବିଲେଇ ସେଠାରୁ ଚାଲିଗଲା, ଚଢ଼େଇ ତୁରନ୍ତ ଶୁଆ ପାଖକୁ ଗଲା। ଆରେ ସାଙ୍ଗ, ତୁ ଏଠି ବିଲେଇ ସାଙ୍ଗରେ କଣ କରୁଛୁ? ଅଙ୍ଗୁର ଗଛରେ ବସିଥିବା ବେଳେ ଏଇ ବିଲେଇ ତତେ ଖାଇବାକୁ ଚେଷ୍ଟା କରିଥିଲା। ଏମିତି ଶୁଣି ଶୁଆ ବହୁତ ଡରିଗଲା। ସେ ବିଲେଇର ଚାଲାକିକୁ ଭଲ ଭାବରେ ବୁଝିଗଲା। ସାଙ୍ଗ, ଏ ବିଲେଇକୁ ବିଶ୍ୱାସ କରି ମୋର ବହୁତ ବଡ଼ ଭୁଲ ହେଇଗଲା। ଏବେ ମୁଁ କଣ କରିବି? ତୁ ଚିନ୍ତା କରନି, ତୁ ଏଠି ବସିଥା। ସେ ବିଲେଇ ଆସୁ, ମୁଁ ତା କଥା ବୁଝିବି। ବିଲେଇ ଗରମ ଗରମ କ୍ଷୀର ଧରି ଯେମିତି ସେଠାକୁ ଆସିଲା, ଚଢ଼େଇ ବିଲେଇର ଲାଙ୍ଗୁଡ଼ରେ କାମୁଡ଼ି ଦେଲା। ବିଲେଇ ହାତରୁ କ୍ଷୀରି ତାଟିଆ ଉପରକୁ ଯାଇ ତଳେ ଖସି ପଡ଼ିଲା। ଗରମ କ୍ଷୀରି ବିଲେଇର ଦେହରେ ଢାଳି ହେଇଗଲା। ଆଃ, ମୋ ପିଠି ପୋଡ଼ିଗଲା। ଏବେ କଣ କରିବି? ହା ହା ହା, ଠିକ୍ ହେଇଛି। ମତେ ମିଛ କହି ଏଠାକୁ ଖାଇବାକୁ ଆଣିଥିଲୁ ନା? ଏବେ ପାଇଲୁ ମଜା। ଏମିତି କହି ଶୁଆ ଆଉ ଚଢ଼େଇ ସେଠାରୁ ଉଡ଼ି ଚାଲିଗଲେ। ଶୁଆ ନିଜ ଭୁଲ ବୁଝିପାରିଲା। ସେ ଚଢ଼େଇକୁ କ୍ଷମା ମାଗିଲା। ସେବେଠାରୁ ସେ ଦୁଇ ଜଣ ପୁଣି ଥରେ ଭଲ ସାଙ୍ଗ ହେଇଗଲେ। ବିଲେଇ ଆଉ କେବେ ବି ଶୁଆର କିଛି କ୍ଷତି କଲା ନାହିଁ। ସେ ସେଇ ଜଙ୍ଗଲ ଛାଡ଼ି ବହୁ ଦୂରକୁ ଚାଲିଗଲା।